ଅନେକ ସମୟ ଧରି ଆମେ ଫେରି ଭାଇକା ଆପଣ ମଧ୍ୟରେ ବୁଲାବୁଲି କରୁଛୁ। କ୍ରମେ କ୍ରମେ ପହଞ୍ଚି ସାରିଛୁ ମାଣିକ୍ୟଙ୍କର ରାଜ୍ୟ ସୀମା ମଧ୍ୟରେ। ହେଲେ ଏପର୍ଯ୍ୟନ୍ତ ସେ ଭେଲି ଭାଇର କୋଉଠି ଦେଖା ହେଲାଣି ରେ? এইটা ঘর জঙ্গল ଆହୁରି ଦେଖି এ জঙ্গল মধ্যে সেমানে কোউটি কোউটি না বুলাবুলি করুথিবে। ଠିକ କହିଛୁ। ଆମେ ଆଗକୁ ଯାଇକି ଖୋଜିବାକୁ ହବ ନା ଆଉ। ଯେମିତି ହଉନା କାହିଁକି ସେ ଭେଲି ଭାଇଟାକୁ ନିଶ୍ଚୟ ଖୋଜିବାକୁ ହବ। ଆଉ ସେ ଦି ଜଣକୁ ଜୀବନରୁ ମାରି ଶେଷ କରିବାକୁ ହବ। ହେଲେ ଦେଖି ତୁ ଏପଟେ ଦେଖ ମୁଁ ସେପଟେ ଦେଖୁଛି। ঠিক ଅଛି ଭାଇ ଚାଲ ଦେଖି ତୁମେ ଚାଲନ୍ତୁ। এই দেখো এই দেখি একে একে রাজা দেবদত্তর বড় পুଅ অক্ষয় କଣ ହେଲା? ରାଜ୍ୟ ଦେବଦତ୍ତର ବଡ଼ ପୁଅ ଅକ୍ଷୟ। ଆରେ ତା ସାନ ପୁଅଟା କୁଆଡ଼େ ଚାଲିଯାଇଛି? সে কুয়ারে চালি যাইছি ভাই। ও। একা একা বৃক্ষ মূলারে বিশ্রাম ଏ ହଉଛି ଉପଯୁକ୍ତ ସମୟ। ଚାଲ ଏକୁଟିଆ ବୃକ୍ଷ ମୂଳରେ ବିଶ୍ରାମ କରିଛି। ଆମେ ପଛପଟେ ଯାଇ ଆକ୍ରମଣ ମାରିବା। বড়িয়া হব। ଚାଲ ଦେଖି তুমি জানন্তু କିଏ କିଏ ତୁମେ ଆଉ କାହିଁକି ମୋ ପଛପଟୁ ଆସି ଆଘାତ ମାରୁଛ? ବାହ ଭାରତ କୁମାର ଖବର ବାବୁ ବାହ ଆଜି ତୁମେ ଦେଖିବାକୁ ଭାରି ସୁନ୍ଦର ଲାଗୁଛ। ସତରେ ଭାରି ସୁନ୍ଦର। କିଏ କିଏ ତୁମେ? ମତେ ତୁମେ ଜବାରୁ ଚିହ୍ନି ପାରିବନି। ରାଜକୁମାର ଅକ୍ଷୟବର ବାବୁ। ଯେଉଁ ସମୟରେ ତମେ ଦି ଭାଇ ଛୋଟ ଛୋଟ ଥିଲ ସେଇ ସମୟରେ ଦିନେ ମୁଁ ଥିଲି ତୁମର ରାଜ୍ୟର ପ୍ରଧାନ ସେନାପତି। ସେନାପତି? ହେଲେ ତ ସାନ ବାପା ରାଜା ଦେବଦତ୍ତ କଣ କଲା ଜାଣିଛ? କଣ କରିଛି? ମୋର ସାମାନ୍ୟ ଭୁଲ ପାଇଁ ରାଜ୍ୟର ଜନପ୍ରଜାଙ୍କ ଉପସ୍ଥିତିରେ ମୋ ସେନାପତି ପଦଟାକୁ ବହିଷ୍କାର କରିଦେଲା। ମୁଁ ହଉଛି ସେଇ ବହିଷ୍କୃତ ପୂର୍ବତନ ସେନାପତି ପରାଗ୍ନେ। ବନାଗ୍ନେ? ହରାମଜାଦା ତୁ ବଞ୍ଚିଛୁ? ଓରି ସମ୍ମୁଖରେ ଖୁଣ୍ଟ ପରି ଛିଡ଼ା ହେଇଛି ଭାଇ। কোন হেলা ভাই? ভাই এই হরমজাদা খেয়াটা ମୋ ଗାଲରେ ଥାପଡ଼ ମାରିଦେଲା। কোন মারি দেলা? এই বনাগ্নি গালରେ ଥାପଡ଼ ମାରି ବହୁତ ବଡ଼ ଭୁଲ କରିଛୁ ଭାଇ। ଯାହା କରିଛି ମୁଁ ଠିକ କରିଛି। ଆରେ ଗୋଟାଏ ଛଞ୍ଚାଣ ପକ୍ଷୀ ଦେଖିଛ? ଦେଖିଛି। এই ସଂସାର ପକ୍ଷୀର ଆମେ ବେଲି ଭାଇ ହଉଛୁ ଦୁଇଟି ଡେରା। ଏ ଦୁଇଟି ଡେରା ଯଦି ଏକତ୍ରିତ ହେଇ ତୋ ଦେହରେ ଚାପି ପଡୁ ତୋ ଅବସ୍ଥା କଣ ହବ ଜାଣିଛୁ? କଣ ହେବ ଭାଇ? ତୋ ଦେହରେ ଯେତିକି ଆର ମାଂସ ରହିଛି ସବୁ ବିକିରି ତଲେ ପଡ଼ିଛି। আউ সে হাড় মাংসকু কুকুর বিলুয়া খাই দিবে। ଆଉ ଯୋଉ ଛଅ ଖଣ୍ଡ ହାଡ଼ଟା ତୋର ଶରୀର ମଧ୍ୟରେ ବଞ୍ଚିକି ରହିବ ତାକୁ ମୁଁ ନିଜେ କ୍ଷୁଦ୍ର ପକ୍ଷୀ ଆଗରେ ନେଇ ଫୋପାଡ଼ି ଦେବି। ମରିବୁ ଶଳା। ଆବେ ବନାଗ୍ନେ ଆରେ ଲା ଭାଇ ଆରେ ମୁଁ କିଏ ଜାଣିଛି? ଜାଣିଛି ଆରେ ମୁଁ ହଉଛି ସିଂହ। ତ କ୍ଷୀରେ ଆରେ ଦେଖେ বড় রাজা সিংহ। ଓ ଆଉ ତୁମେ ମାନେ ହେଉଛ ନୀଳବର୍ଣ୍ଣ ଶୃଗାଳ। ଅକ୍ଷୟ ଆରେ ନୀଳବର୍ଣ୍ଣ ଶୃଗାଳ ଯେମିତି ନୀଳ କୁଣ୍ଡରେ ପଡ଼ି ରାଜା ଆମର ସ୍ୱପ୍ନ ଦେଖୁଥିଲା। ମାନେ ଠିକ ଠିକ ତୁମେ ମାନେ ସେମିତି ସ୍ୱପ୍ନ ଦେଖୁଥାଅ। ନାଇଁ আর ସେଥିପାଇଁ ପୂର୍ବ ପୁରୁଷମାନେ କହିଯାଇଛନ୍ତି କଣ କହିଯାଇଛନ୍ତି? କ୍ଷୀରରେ ଧୋଇଲେ ଖାଣ୍ଡାରେ ମହିଲେ ନିମ କି ମଧୁର ହୋଇବ। ଆରେ ଯେତେ ପ୍ରକାର ବୁଝାଇ କହିଲେ ପର କି ଆପଣା ହୋଇବ। କଣ କହିବାକୁ ଯାଉଛୁ ଭାଇ? ଆମେ ସ୍ୱାମୀ ବିଲୁଆ ଅକ୍ଷୟ ରାଜବଂଶ ସୁବର୍ଣ୍ଣ ଖଟିରେ ବସିବାକୁ ଚେଷ୍ଟା କରିଛୁ। ନିଶ୍ଚୟ ତତେ ଟିକେ ଲଜ୍ଜା ଲାଗୁନି? এ অক্ষয় আরে পাঠ পড়িছু না নাই? ପଢିଛୁ। পাঠ
ପାଠ ପଢିଛୁ ପଢିଛିବେ ଆରେ ବର୍ଣ୍ଣବୋଧ ବହିରେ କଣ ଲେଖା ଅଛି କଣ ଲେଖା ଅଛି ବିଲୁଆ ବଡ ଚତୁର ପଇଡ ବଡ ମଧୁର ଏ କହିଛି ବିଲୁଆ ତା ବୁଦ୍ଧି ବଳରେ ପାଖ ମାମୁକୁ ଶିକାରୀ ଜାଲରେ ଫସେଇ ଦେଲା ଆରେ ଅଛି ଠିକ ସେମିତି ତୁ ଆମ ଜାଲରେ ଶଳାକୁ ହାଣି ଦେବି ନାଇଁ ନାଇଁ ଚେକି ନାଇଁ ଅକ୍ଷୟ ଦେଖ ତୋ ସହିତ ଆମ ବେନି ଭାଇର କୌଣସି ଶତ୍ରୁତା ନାହିଁ ସତ୍ୟ ତ ନାହିଁ ନାଇଁ ତୋ ପାଇଁ ଗୋଟାଏ ପ୍ରସ୍ତାବ ଅଛି ପ୍ରସ୍ତାବ ଆରେ ଆରେ ଶୁଣ ତୋ ସହିତ ତୋ ସାନ ଭାଇ ଅଭୟଟା ଶତ୍ରୁତା କରି ସାରିଛେ କାହିଁକି ନା ଯୋଉଦିନ ତୋ ସାନ ବାପା ରାଜା ଦେବଦତ୍ତ ଓ ରାଜା ହବାର ଘୋଷଣା କରିଦେଲା ସେଇଦିନ ଠାରୁ ଅଭୟର ମନ କଷ୍ଟ ହେଇଛି ଆଉ ତୋ ସହିତ ଶତ୍ରୁତା କରି ସାରିଛି ଆଉ ଯିବ ବାଟରେ ଆମ ବେନି ଭାଇଟାକୁ ସୁପାରିଶ ଦେଇଛି ତତେ ମାରିବା ପାଇଁ ନା ଆରେ ହଁ ତୁମେ ମିଛ କହୁଛ ନାଇଁ ମୋ ଭାଇ ସେମିତି କହିପାରିବନି ଓ ଆରେ ମୋ ଭାଇ ହେଉଛି ଲକ୍ଷ୍ମଣ ପରିକ ଭାଇ ଏସବୁ ସମ୍ପୂର୍ଣ୍ଣ ମିଛ ନାଇଁ ନାଇଁ ଅକ୍ଷୟ ନାଇଁ ଆରେ ତୋ ଭାଇ ଯଦି ଲକ୍ଷ୍ମଣ ପରୀକ୍ଷା ହେଇଥାନ୍ତା ତାହେଲେ ଏକୁଟିଆ ବଣ ମଧ୍ୟରେ ତତେ ଛାଡ଼ି କାହିଁକି ରାଜ ଉଆସକୁ ଫେରିଗଲା ଭାଇ କାହିଁକି ଫେରିଗଲା କାହିଁକିନା ତୁ ହଉଛୁ ସ୍ୱର୍ଗତ ରାଜା ଦକ୍ଷଦତ୍ତଙ୍କ ପୁଅ ଆଉ ଅଭୟ ହଉଛି ବର୍ତ୍ତମାନ ରାଜା ଦେବଦତ୍ତଙ୍କ ପୁଅ ଆରେ ଅକ୍ଷୟ ମା ସିନା ଗୋଟାଏ ମା ସିନା ଗୋଟାଏ ଆରେ ବାପ ତ ଦୁଇଟି ତୁ ହଉଛୁ ଗୋଟାଏ ସାବତ ପୁଅ ସାବତ ଏଇଥିପାଇଁ କହୁଛି ଆମ ବେଲି ଭାଇ କଥା ମାନେ ଆମ ସହିତ ହାତଟା ମିଶେଇ ଦେ ଆମେ ତିନି ଜଣ ଏକତ୍ରିତ ହେଇ ଅଭୟଟାକୁ ଜୀବନରୁ ମାରି ଶେଷ କରିଦେବା ଆଉ ଅଭୟ ମରିଗଲା ପରେ ତୁ ମାଣିକଗଡ଼ ରାଜ୍ୟରେ ରାଜା ହେଇ ଝାକାସ ହେଇଯିବୁ ଆଉ ସେଇ ପୂର୍ବତନ ସେନାପତିକୁ ସେନାପତି ହେଇ ଆଉ ମୁଁ ହେବି ଏ ମାଣିକଗଡ଼ର ମୁଖ୍ୟମନ୍ତ୍ରୀ ଆରେ ଯୋଜନା ପରେ ଯୋଜନା ଯୋଜନା ପରେ ଯୋଜନା କରିଦେବି ଆରେ ମୁଁ ଠିକ ବୁଝି ସାରିଛି ବୁଝିଛୁ ଏସବୁ ତୁମରି କୁଟା ଚକ୍ରାନ୍ତ ନାଇଁ ହେଲେ ମାନେ କଣ ଏଇ ମୋ ପ୍ରାଣ ଛୁଆ ପର୍ଯ୍ୟନ୍ତ କଦାପି ଏମିତି ହେବାକୁ ଦେବିନି ଆଚ୍ଛା। କଦାପି ନୁହଁ ପରେ କଣ କହିଲୁ ଦେବି ତତେ ତୁ ମତେ ମାରିବୁ ହଁ ତତେ ମାରିଦେବି ତୋ ଦେହରେ ଶକ୍ତି ଅଛି ଅଛି ଭାଇ ଯଦି ଶକ୍ତି ଥାଏ ତାହେଲେ ଉଠାସ୍ତ୍ର କଣ କହିଲୁ ହେଇଯାଉ ଶକ୍ତିର ପରୀକ୍ଷା ତୁ ପୁଣି ମୋ ସହିତ ଯୁଦ୍ଧ କରିବୁ ହଁ ଯୁଦ୍ଧ କରିବି ଆରେ ଚୁପ କର। আরে রে মেচড়ো টোকা এরে তোর টাণ আরে রে মেচড়ো টোকা এরে তোর টাণ মহাপরে কমে কুতো দেখাও চুল উড়াই বিচমর মার্কে রে और हेलो भाई रही न दुर्मति मति करी न तकता रही न दुर्मति मति करी न तकता मिठ मिठ मो भाई को देव तू तो कर रखा नहीं रे कर रखा नहीं रे तो कल मन अटे तू ही रे और हेलो
କହିଥିଲେ ଜବାରୁ ମୋ କଥା ବୁଝିଲ କ'ଣ କହିଲ କାରଣ ସମନ ଅଟୁ ତୁ ପାଚି ଯୁଦ୍ଧରେ ପରାସ୍ତ ହେଇସାରିଛୁ ଏଥର ଦେଖ ଅବସ୍ଥା କ'ଣ କରିଛି ଏଥର ତ ଇଷ୍ଟ ସ୍ମରଣ କର ରାମଚାଦା ଜୟ ମା ଭବାନୀ नहीं भाई नहीं 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 ଏ ଚକ୍ଷୁ କାହିଁକି ଅଟକାଇ ଦେଲ भाई କାହିଁକି ବେ मने अच्छी ने नहीं କୋଉ କଥା ए माने आउ राज्यर जन प्रजा मिसी ହଁ ଆମକୁ ରାସ୍ତା କଡ଼ର କୁକୁର ଭଳି ଘୋଷାରି ମାଡ଼ ମାରି ଆମ ହାତ ଗୋଡ଼ ଭାଙ୍ଗି ଦେଇଥିଲେ ଭାଇ ଆରେ ଚକ୍ଷୁ ଠିକ ସେମିତି ୟାକୁ ରାସ୍ତା କଡ଼ର କୁକୁର ଭଳି ଘୋଷାରି ମାରିବା ଏ କହିଛି ଖେଲେଇ ମାରିବା ଓଚେ ସାବାରେ ଭଲ କଥାଟିଏ ମନେ ପକେଇ ଦେଲୁ ହଁ ଭାଇ ସଲ୍ଲାଟାକୁ ସହଜରେ ମାରି ଦେଇଥିଲେ ଜମାରୁ ଭଲ ହେଇନଥାନ୍ତା ହଁ ଭାଇ ଏଥର ଏ ଶଳାଟାକୁ ଗଣ ମଧ୍ୟରେ ଛେଲେଇ ମାରିବ ଆବେ ଉଠିବା রাখে ଭାଇ শলাটাকে এমনিতে গইটা মাইলে মারিবানি ନା ମରିବନି ଅନେକ ବର୍ଷ ଧରି ଆମ ବେଲି ଭାଇଟା ହଁ ଧରି ଥିବା କୁରାଡ଼ି ସାହାଯ୍ୟରେ ଭାଇ କାଠ କାଟି କାଟି ଜୀବନ ଯାପନ କରି ଆସ ହଁ ଭାଇ ହେଲେ କୁରାଡ଼ିଟା ରକ୍ତପାନ କରିନି ନାଇଁ ଭାଇ ଆଜି ଅକ୍ଷର ତାଜା ରକ୍ତପାନ କରିବ ଓ ଧରିଥିବା କୁରାଡ଼ି ଭାଇ ଆଉ ଆଜି କି ଅନେକ ବର୍ଷ ହେଇଗଲା ଆରେ ମୁଁ ଏ କୁରାଡ଼ିଟା ରକ୍ତପାନ କରିନି ସେଇ କଥା କହୁଛି ଆଜି ଏ ଅକ୍ଷର ତାଜା ରକ୍ତପାନ କରିବ ନିଶ୍ଚୟ ଆଉ ତାରି ତାଜା ରକ୍ତରେ ହୋଲି ଖେଳିବି ହୋଲି ଯାହା ଇଚ୍ଛା ହବ ସେଇଆ କର କିନ୍ତୁ ଯଥା ଶୀଘ୍ର ଶଳାଟାକୁ ମାରି ଶେଷ କରି ଭାଇ ମାରୁ ମାରୁ ଜୀବନରେ ମାରିଦେବି ମାରିଦେ ଶଳାକ ডাক তো বাপাকে ডাক তো ভাইকে ডাক এই রক্ষা করে পারিবেনি মরিবি बेटा बनाग्नि बेटा बनाग्नि बेटा बनाग्नि अरे चखे ভাই तेरे शलाटा पोटा धरे जागो छे बनाग्नि बोली সে চলা বই দো বুড়া कौन हरा से शला भाई बुढ़ा ई समर आसेबार थिला ए चखे से भाई बुढ़ा को धर्म पिता परि सम्मान करि आसे छी जदि अन्य कई है थान तो अच्छा सही तो मारी शेष कर दे थानते अरे चखे भाई। बुढ़ा जेते बेले पहुंच सारी छी शलाटा को देख मल्ला ना बंची छी ভাই शीघ्र देख
ଭାଇ ଆଉ କଣ ହେଲା ଚିକିଆ ପାଣ୍ଡା ପଟାସ ତୋଡ଼କ ଛାଟ ଚୁପ ଶଳା ସବୁବେଳେ କଥାଟାକୁ ଗୋଲେଇ ଖାତି କହିବାର ବ୍ୟସ୍ତରେ ଯାଇ ଯାହା ହେଇଛି ସିଧା ସିଧା ମାରି ଦେଲି ମାରିଦେଲୁ ମରିଗଲା ସତରେ ମରିଗଲା ହଁ ଯଥା ଶୀଘ୍ର ଆମେ ସ୍ଥାନ ଛାଡ଼ି ଭାଇ ହଁ ଯଦି ଏ ଘଟଣା ତୋରକୁ ବୈଦ ବୁଡ଼ା ପହଞ୍ଚିଯିବ ଓରେ ବାବା କଥାଟା ଗଡ଼ବଡ଼ ହେଇଯିବ ঠিক কইছো ଆଉ ଗୋଟେ କଥା ଭାଇ আর সে কথা ବୁଢ଼ାର ଦୂରଦୃଷ୍ଟି ଅଛି আরে অছি রে বাবা ସେ ଦୂରରୁ ଦେଖିପାରେ নিশ্চয় ସେ ଆମକୁ ନିଶ୍ଚୟ ଦେଖି ଦେଇଥିବ ঠিক কইছো ହେଲେ আর ଆମେ ଜମା କୁଟୀରକୁ ଯିବାନି তার কোয়াড় ଯିବା କୁଟୀରକୁ ଗଲେ ବୁଢ଼ା ଆମକୁ ସନ୍ଦେହ କରିବ আরে যাকে ଆମେ ଯିବା কোଉଠି ଏଥର ଆମେ ମାଣିକ ଗଡ଼କୁ ଆକ୍ରମଣ କରିବା ପାଇଁ ଚାଲିବା। উচিত কইছো যাকে ଆମେ যথা শীঘ্র স্থান ছাড়ি মানিকগড় রাজ্যକୁ চালি ଯିବା চাল যাকে ଚାଲନ୍ତୁ ଭାଇ চল